ତା 8/8/2025 ତାରିଖ ବିଳମ୍ବିତ ରାତ୍ର ପ୍ରାୟ 1:45 ସମୟରେ ଆଇଆଇସି ବିଶେଷ ସୂତ୍ରରୁ ଖବର ପାଇଲେ ଯେ 5ରୁ 6 ଜଣ ଲୋକ ମାରଣାତ୍ମକ ଅସ୍ତ୍ର ରଖି ତାଳଚେର ଥାନା ଅନ୍ତର୍ଗତ ସ୍କଟଲାଣ୍ଡପୁର ଜଙ୍ଗଲରେ ବସି ଡକାୟତ କରିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ସତ୍ୟାସତ୍ୟ ଜାଣିବା ନିମନ୍ତେ ଆଇଆଇସି ଏକ ପୋଲିସ ଟିମ୍ ଗଠନ କଲେ, ଯେଉଁ ଟିମ୍ରେ ସବ୍ ଇନ୍ସପେକ୍ଟର ତୁଷାରକାନ୍ତ ମହାନ୍ତି, ଏଏସ୍ଆଇ ଗୋଲକ ବିହାରୀ ସେଠୀ, ଏଏସ୍ଆଇ ସୁଶାନ୍ତ କୁମାର ମହାଳିକ, C335 ବିବ୍ରତ ଗଡ଼ନାୟକ, OAPF ବାଇ 78 ଦୈତାରୀ ପ୍ରଧାନ, C ବାଇ 289 ନିର୍ମଳ ଚନ୍ଦ୍ର ଦେହରୀ ଓ C ବାଇ 669 ବିନୋଦିନୀ ବେହେରା ଥିଲେ ଓ ସେମାନେ ଘଟଣାସ୍ଥଳକୁ ଅନୁସନ୍ଧାନ କରିବା ପାଇଁ ଗଲେ। ସେମାନେ ସେଠାରେ ପହଞ୍ଚି ଦେଖିଲେ 5ରୁ 6 ଜଣ ଲୋକ ଜଙ୍ଗଲ ମଝିରେ ଅଳ୍ପ ଆଲୋକରେ ଅସ୍ତ୍ରଶସ୍ତ୍ର ଧରି ବସିଛନ୍ତି ଓ ଚୁପଚାପ ହୋଇ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କୁ ଘେରାଯାଇ ଧରିବା ସମୟରେ ଉକ୍ତ ଲୋକମାନେ ହାତରେ କଟରା, ଲୁହା ରଡ୍, ପିସ୍ତଲ ଧରି ପୁଲିସକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବା ସହ ଉକ୍ତ ସ୍ଥାନରୁ ଦୌଡ଼ିବାକୁ ଲାଗିଲେ, କିନ୍ତୁ ପୁଲିସ ସେମାନଙ୍କ ମଧ୍ୟରୁ 2 ଜଣଙ୍କୁ ଧରିବାରେ ସକ୍ଷମ ହେଲା ଏବଂ ଅନ୍ୟମାନେ ଅନ୍ଧାରର ସୁଯୋଗ ଖସିଗଲେ। ଧରାପଡ଼ିଥିବା ଲୋକ 2 ଜଣଙ୍କ ନାମ ଓ ଠିକଣା ପଚାରିବାରେ ସେମାନେ କେଦାର ଗଛାୟତ ବୟସ 35, ପିତା ସ୍ୱର୍ଗତ ଗଣେଶ୍ୱର ଗଛାୟତ, ଗ୍ରାମ ସ୍କଟଲାଣ୍ଡପୁର ଏବଂ ଅନ୍ୟ ଜଣକ ଦୀପକ ପ୍ରଧାନ ବୟସ 33, ପିତା ଗୋଲେକ ପ୍ରଧାନ, ଗ୍ରାମ କଣ୍ଟିଆପଶି, ଥାନା ଖମାର ଏବଂ ଅନ୍ୟ ଜଣ ତାଳଚେର ଅଞ୍ଚଳ ବୋଲି ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଲୋକମାନଙ୍କର ନାମ ଓ ଠିକଣା ପଚାରିବାରେ ସେମାନେ ବିକି ବିକାଶ ନାୟକ, ଘର ବାଘାପୁର, ସିପୁ ନାୟକ, ଘର ବାପୁଜୀ ନଗର ଏବଂ ଆଲୋକ ଭୂତିଆ, ଗ୍ରାମ ରାଧାରମଣପୁର, ରାଜୁ ନାୟକ ଏବଂ ତାଙ୍କ ଘର ସ୍କଟଲାଣ୍ଡପୁର ସମସ୍ତଙ୍କ ତାଳଚେର ଅଞ୍ଚଳ ବୋଲି ଜଣାପଡ଼ିଥିଲା। ସେହି ବ୍ୟକ୍ତି 2 ଜଣଙ୍କର ତଲାସି ନେବାରେ କେଦାର ଗଛାୟତ ପାଖରେ ଏକ ଲୁହା କଟୁରୀ ସହ ଏକ ରିଅଲମି ମୋବାଇଲ ଫୋନ୍ ମିଳିଥିଲା। ଏହାପରେ ଦୀପକ ସିଂ ବ୍ୟକ୍ତିଗତ ତଲାସି ନେବାରେ ତାଠାରୁ ଏକ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଏବଂ ଅଫୁଟା ଗୁଳି ଏବଂ ଗୋଟିଏ ଭିଭୋ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ତେଣୁ ଉକ୍ତ ଜିନିଷଗୁଡ଼ିକୁ ସାକ୍ଷୀମାନଙ୍କ ଉପସ୍ଥିତିରେ ରାତି 2:30 ସମୟରେ କେଦାର ଗଛାୟତ ଠାରୁ ଏବଂ ରାତି 2:45 ସମୟରେ ଦୀପକ ପ୍ରଧାନଠାରୁ ଘଟଣାସ୍ଥଳରେ ଜବତ କରାଯାଇଥିଲା। ଏହି ବାବଦରେ ଏଏସ୍ଆଇ ତୁଷାରକାନ୍ତ ମହାନ୍ତିଙ୍କ ରିପୋର୍ଟ ଅନୁସାରେ କେସ୍ ରୁଜୁ ହୋଇଥିଲା। ତାଳଚେରରୁ ପ୍ରଦୀପ କୁମାର ମହାରଣଙ୍କ ରିପୋର୍ଟ, କଳିଙ୍ଗ ଫୋକସ୍।